এটা তোমাদের ভগবান তো? আচ্ছা, ভগবান গোমাতা সব মানছি আমি। সব মানছো? তাহলে কিভাবে তোমরা এই জয় করতে নিয়ে আসছো? সরকার মানা করেছে? ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବଜରଙ୍ଗ ଦଳର ମୁହଁ ବର୍ତ୍ତମାନ ପୁରା ବନ୍ଦ। ଖ୍ରୀଷ୍ଟିଆନ ବିରୋଧୀମାନଙ୍କର ମୁହଁ ପୁରା ବନ୍ଦ। କାହିଁକି ଏମାନଙ୍କର ମୁହଁ ବନ୍ଦ ମୁଁ ଆପଣଙ୍କୁ କହିଦେଉଅଛି। କାରଣ ଏମାନେ ବିନା ଦୋଷରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଦୋଷ ଦିଅନ୍ତି ଯେ ତୁମେ ଖ୍ରୀଷ୍ଟିଆନମାନେ ତୁମେ ଗାଈକୁ କାଟିକି ତୁମେ ଖାଉଛ। ଏମାନେ ଦୋଷ ଦିଅନ୍ତି ମୁସଲମାନମାନଙ୍କ ଉପରେ ଯେ ତୁମେ ଗାଈକୁ କାଟିକି ଖାଉଛ। ଯେ ପ୍ରଥମେ ଆପଣ এই ଭିଡ଼ିଓକୁ ଦେଖନ୍ତୁ, ତାପରେ ଆମେମାନେ କଥାବାର୍ତ୍ତା କରିବା। এটা তোমাদের ভগবান তো? আচ্ছা, ভগবান গোমাতা সব মানছি আমি। সব মানছো? তাহলে কিভাবে তোমরা এই জয় করতে নিয়ে আসছো? সরকার মানা করেছে তো? হ্যাঁ না? আমি ক্লাবের গল্পে যাচ্ছি না, ক্লাব কিন্তু পরে কারোর বাঁচাবে না। আমরা খাবো না কেউ, তাও অসুবিধা নেই, কিন্তু তোমরা তোমাদের মাল নিয়ে চলে, তোমরা হাটে থাকুনি, নিয়ে চলে যাও, যাও ভালো ভালো চলে যাও, যাও। দক্ষিণবঙ্গের অন্যতম বৃহত্তম যশোর জেলার 700 উপজেলার 7। इसलिए हम तमाम मुसलमानों से यही कहेंगे कि आप गाय की कुर्बानी नहीं, गाय का गोश्त भी खाना हमेशा के लिए बंद कर दीजिए। দক্ষিণবঙ্গের অন্যতম বৃহত্তম যশোর জেলার 700 উপজেলার 7 মাইল পশুহাটে इसलिए हम तमाम मुसलमानों से यही कहेंगे कि आप गाय की कुर्बानी नहीं, गाय का गोश्त भी खाना हमेशा के लिए बंद कर दीजिए। और सरकार से हम अब ये अपील करते हैं कि गाय को नेशनल एनिमल का दर्जा दे करके मुकम्मल तरीके से गाय का ज़बह करना, एक्सपोर्ट करना, उसका गोश्त खरीद फरोख्त तमाम चीजों पर पाबंदी लगा दिया जाए। ତେବେ ପ୍ରିୟ ବନ୍ଧୁଗଣ, ଘଟଣା କ'ଣ ହେଇଛି ଆପଣ ଜାଣିଛନ୍ତି? ମୁଁ ଆପଣଙ୍କୁ ପୁରା ବୁଝେଇ ଦେଉଛି ସରଳ ଭାଷାରେ। ଆପଣମାନେ ଜାଣନ୍ତି, ଯେମିତିକି ମୁଁ ଆପଣଙ୍କୁ କହିଲି ଯେ ଗୋରକ୍ଷକ ଯେଉଁମାନେ କହନ୍ତି ନିଜକୁ ଗୋରକ୍ଷକ ବୋଲି, ଖାସ୍ କରିକି ବଜରଙ୍ଗ ଦଳ ଲୋକମାନେ, ସେମାନେ ଗାଈକୁ ସେମାନେ ମା ବୋଲି ପୂଜା କରନ୍ତି। ଆଉ ଏମାନେ ବିରୋଧ କରନ୍ତି କେହି ବି ଗାଈକୁ ନ କାଟିକି ଖାଇଦେଉ। ଆଉ ଏମାନେ କ'ଣ କରନ୍ତି, ସବୁବେଳେ ପ୍ରୋଟେଷ୍ଟ କରନ୍ତି। ଆଉ ଯେତେବେଳେ କେଉଁ ଜାଗାରେ ଗାଈ କଟା ହୁଏ, ଗାଈ ଚାଲାଣ ହୁଏ, ଏମାନେ ଡାଇରେକ୍ଟ ଏମାନେ ଦୋଷ ଲଦେଇ ଦିଅନ୍ତି ମୁସଲମାନ ଭାଇମାନଙ୍କ ଉପରେ ଆଉ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ଦୋଷ ଲଦେଇ ଦିଅନ୍ତି। ଦେଖ, ଏମାନେ ସବୁ ଗୋରୁଖିଆ ମାନେ, ଆଉ ଏମାନେ ଗାଈକୁ କାଟିକି ଏମାନେ ଖାଉଛନ୍ତି। ତେଣୁ ଅନେକ ସମୟରେ ବହୁତ ବଡ଼ ବଡ଼ ଗଣ୍ଡଗୋଳ ମଧ୍ୟ ହେଇଛି, ମାରପିଟ ବି ହେଇଛି। ଆଉ ଗୋରକ୍ଷକମାନେ ସେମାନେ ଠେଙ୍ଗା ବାଡ଼ି ଧରିକି, ଅସ୍ତ୍ରଶସ୍ତ୍ର ଧରିକି ମରଣାନ୍ତକ ଆକ୍ରମଣ ବି କରିଛନ୍ତି। ବିଗତ ଦିନମାନଙ୍କରେ ଅନେକ ମୁସଲମାନ ହୋଟେଲ ଉପରେ ଚଢ଼ାଉ ହେଇଛି। କିଏ କରିଛି? ଏମିତି ବଜରଙ୍ଗ ଦଳର ଲୋକମାନେ। ସେମାନେ ଚଢ଼ଉ କରିକି ସେମାନେ ଦୋଷ ଲଦି ଦେଇଛନ୍ତି ଯେ ଏଠି ଗୋରୁ କଟା ହେଉଛି। ଆପଣଙ୍କର ମନେ ଥିବ, କିଛି ଦିନ ତଳେ ଗୋଟେ ନ୍ୟୁଜ୍ ଆସିଥିଲା ଯେ ହୋଟେଲରେ କ'ଣ ହେଉଛି, ଗୋରୁ ମାଂସ ରାନ୍ଧିକି ଦିଆହେଉଛି ଗୋଟେ ମୁସଲମାନ ହୋଟେଲରେ। କିନ୍ତୁ ପରେ ସେସବୁ ମିଛ ବୋଲି ପ୍ରମାଣିତ ହେଲା। କିନ୍ତୁ ତା ପୂର୍ବରୁ ଏ ବିଧର୍ମୀ ଦଳ ମାନେ ବଜରଙ୍ଗ ଦଳ ଏମାନେ କ'ଣ କରିଥିଲେ, ସେ ହୋଟେଲର ଯିଏ ମାଲିକ ଥିଲା ତାକୁ ମାନେ ବହୁତ ହଇରାଣ କରିଥିଲେ। ଆଉ ଏଇଟା ନ୍ୟୁଜ୍ ଚ୍ୟାନେଲରେ ମଧ୍ୟ ବାହାରିଥିଲା। କିନ୍ତୁ ପରେ ପ୍ରମାଣ ହେଲା ଯେ ହୋଟେଲରେ କୌଣସି ଗୋମାଂସ ରନ୍ଧା ଯାଉନଥିଲା। ଏମାନଙ୍କର ପ୍ରୋବ୍ଲେମ୍ କ'ଣ? କାରଣ ଗାଈ ହେଉଛି ଏମାନଙ୍କର ମା। ଆଉ ଏମାନଙ୍କର ମାଆକୁ ଯିଏ ହଇରାଣ କରିବ, ଯିଏ କାଟିବ,
ଏମାନେ କୁଆଡ଼େ ଚୁପ୍ ରହିବେ ନାହିଁ। କିନ୍ତୁ ପ୍ରିୟ ବନ୍ଧୁଗଣ, ପଶ୍ଚିମବଙ୍ଗରେ ଏମିତି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ତ କରିଦେବ। କିନ୍ତୁ ବର୍ତ୍ତମାନ ବଜରଙ୍ଗ ଦଳର ଲୋକମାନଙ୍କର ମୁହଁ ବନ୍ଦ, ସେମାନଙ୍କର ଆଉ ଆତ୍ତା ପତା ନାହିଁ, ସେମାନଙ୍କର ଆଉ ଦେଖା ନାହିଁ, ସେମାନଙ୍କର ଆଉ ଠିକଣା ନାହିଁ। କୁଆଡ଼େ ଯେ ସେମାନେ ଯାଇକି ଲୁଚି ଯାଇଛନ୍ତି, ଆଉ ସେମାନଙ୍କ ମୁହଁରୁ ପଦେ କଥା ବି ବାହାରୁନି। ଆଉ ସେଇ ଅଞ୍ଚଳରେ ପଶ୍ଚିମବଙ୍ଗରେ ଲୋକମାନେ, ହିନ୍ଦୁ ଲୋକମାନେ ଗାଈ ବିକ୍ରି କରିକି ନିଜର ପରିବାରକୁ ଚଳାନ୍ତି। ଗାଈକୁ ସେମାନେ କେଉଁମାନଙ୍କୁ ବିକ୍ରି କରନ୍ତି? ମୁସଲମାନମାନଙ୍କୁ ବିକ୍ରି କରନ୍ତି, ଆଉ ସେମାନଙ୍କ ପରିବାର ଚଳେ। କିନ୍ତୁ ଯେତେବେଳେ ବିଜେପି ସରକାର ଆସିଗଲା ପଶ୍ଚିମବଙ୍ଗରେ, ସେଠାକାର ଯିଏ ସରକାର ସେ ନିର୍ଦ୍ଦେଶ ଦେଲେ କୌଣସି ଗାଈ କଟା ହେବ ନାହିଁ। ଆଉ ଏପଟେ ମୁସଲମାନ ଭାଇମାନେ ମଧ୍ୟ ସିଧା ସିଧା ମନା କରିଦେଲେ ଆମେ ଗାଈ କାଟିବୁ ନାହିଁ। ତଥାପି ହିନ୍ଦୁମାନେ ସେମାନଙ୍କର ଗାଈକୁ ନେଇକି ମୁସଲମାନମାନଙ୍କ ପାଖରେ ସେମାନେ ପହଞ୍ଚିଲେ। ଆଉ ପହଞ୍ଚିକି ସେମାନେ କ'ଣ କଲେ? କହିଲେ ଆମ ଗାଈକୁ ତୁମେମାନେ କିଣି ନିଅ, କାରଣ ଆମର ପଇସା ପତ୍ରର ଦରକାର ଅଛି। କିନ୍ତୁ ସେଠାରେ ଥିବା ମୁସଲମାନ ଭାଇମାନେ ପୁରା ମନା କରିଦେଲେ ଯେ ଆମେ ଯଦି ଗାଈକୁ ଆମେ କାଟିବୁ, ମାନେ ତୁମର ଗୋମାତାକୁ କାଟିବ, ତେବେ ତୁମର ବିଶ୍ୱାସ ଉପରେ ଆଘାତ ଆସିବ। ତୁମର ବିଶ୍ୱାସ ଉପରେ କାହିଁକି ଆଘାତ ଆସିବ? ଆମେମାନେ କାହିଁକି ଗାଈ କାଟିବୁ? ସେମାନେ ଗାଈ କାଟିବା ପାଇଁ ମନା କରିଦେଲେ ଏବଂ ଘୋଷଣା କରିଦେଲେ ଯେ ପଶ୍ଚିମବଙ୍ଗରେ ଯେତେ ବି ମୁସଲମାନ ଭାଇ ଭଉଣୀମାନେ ଅଛନ୍ତି, ସେମାନେ କାହାରିଠାରୁ ଗାଈ ନ କିଣନ୍ତୁ, ଗାଈ ନ କାଟନ୍ତୁ। କିନ୍ତୁ ଏଠାରେ ହିନ୍ଦୁ ଲୋକମାନେ ସେମାନେ ପୁରା ଜୋର ଧରିଛନ୍ତି ଯେ ଆମ ଗାଈକୁ ଯେମିତି ହେଲେ କିଣିକି ତୁମେ ନିଅ, କାରଣ ଏହା ଛଡ଼ା ଆମର ଆଉ କୌଣସି ଉପାୟ ନାହିଁ। ଆଉ ଏଠାରେ ଜଣେ ଭାଇ ଜଣେ ଅଛନ୍ତି, ହିନ୍ଦୁ ଭାଇ, ସେ ଗାଈକୁ ଧରିକି ପହଞ୍ଚିଛନ୍ତି ମୁସଲମାନ ପାଖରେ। ମୁସଲମାନ ଭାଇ ଜଣକୁ ପ୍ରଶ୍ନ କରୁଛନ୍ତି, ଗାଈ ତୁମର ମା, ଆମେ କେମିତି ତୁମ ମାଆକୁ କାଟିବ? ସେତେବେଳେ ହିନ୍ଦୁ ଭାଇ ଜଣଙ୍କୁ ଉତ୍ତର ଦେଉଛନ୍ତି, ମୁଁ ମାନେ ଗାଈ ହେଉଛି ମୋର ମାତା, ଗୋମାତା, ମୁଁ ବିଶ୍ୱାସ କରେ, ତଥାପି ତୁମେ ନେଇଯାଅ, ଗାଈକୁ କାଟିଦିଅ। କିନ୍ତୁ ମୋର ପଇସା ଦରକାର, କାରଣ ମୋର ଭଉଣୀର ବାହାଘର ହେବାର ଅଛି, ସେଥିପାଇଁ ବାହାଘର ପାଇଁ ଟଙ୍କା ଦରକାର, ଯେମିତି ହେଲେ ବି ତୁମେ ଗାଈକୁ କିଣିକି ନିଅ। କିନ୍ତୁ ମୁସଲମାନ ଭାଇମାନେ ସିଧା ସିଧା ମନା କରିଦେଲେ, ଫେରାଇ ଦେଲେ। ତେବେ ବର୍ତ୍ତମାନ କୁଆଡ଼େ ଗଲେ ଅନ୍ଧଭକ୍ତମାନେ, କୁଆଡ଼େ ଗଲେ ବଜରଙ୍ଗ ଦଳର ଲୋକମାନେ, ଯେଉଁମାନେ କି ସବୁବେଳେ ଆରୋପ ଲଗାଉଥିଲେ ଯେ ଖ୍ରୀଷ୍ଟିଆନମାନେ ଗାଈ କାଟନ୍ତି, ମୁସଲମାନମାନେ ଗାଈ କାଟନ୍ତି, କୁଆଡ଼େ ଗଲେ ଏମାନେ? ଯଦି ପ୍ରିୟ ବନ୍ଧୁଗଣ ଆପଣ ଜାଣିଛନ୍ତି କମେଣ୍ଟ କରନ୍ତୁ। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।